ଆସିଲା ଆଉ ଏକ ନୂଆ ଯୋଜନା। ସେହି ଯୋଜନାର ନାମ ହେଉଛି ପିଏମ୍ ସ୍ୱାମିତ୍ୱ ଯୋଜନା। ତ ସମସ୍ତଙ୍କ ମନରେ ପ୍ରଶ୍ନ ହେଉଥିବ, ଏହି ପିଏମ୍ ସ୍ୱାମିତ୍ୱ ଯୋଜନା କ'ଣ ଏବଂ ଏହାକୁ କିପରି ଆବେଦନ କରିବା ଏବଂ ଏହାର କାମ କ'ଣ? ଏହି ଯୋଜନାରେ ଚାଷୀମାନଙ୍କୁ କ'ଣ ଲାଭ ମିଳିବ? ତ ଦେଖନ୍ତୁ, ସବୁ କିଛି ଡିଟେଲ୍ସ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ କହିବି। ତ ଦେଖନ୍ତୁ, ଏହି ପିଏମ୍ ସ୍ୱାମିତ୍ୱ ଯୋଜନା କ'ଣ? ସ୍ୱାମିତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ଼ ପ୍ରସ୍ତୁତ କରାଯାଏ। ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ଜମି ରେକର୍ଡ଼ ଡିଜିଟାଲ ଭାବରେ ପ୍ରସ୍ତୁତ କରାଯାଏ। ଏଥିରେ ଲୋକଙ୍କୁ ଜମିର ମାଲିକାନା ଅଧିକାର ଦିଆଯାଏ ଏବଂ ଯାହାଦ୍ୱାରା ଜମି ବିବାଦ ହ୍ରାସ ପାଇପାରିବ। ସେହିପରି ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଜମିର ମାଲିକାନା ଅଧିକାର ସ୍ପଷ୍ଟ କରିବା, ଯାହାଦ୍ୱାରା ଚାଷୀମାନେ ସହଜରେ ଋଣ ପାଇପାରିବେ। ଏହି ଯୋଜନାରେ ଡ୍ରୋନ୍ ସର୍ଭେ, GIS ଏବଂ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରି ମାଲିକାନା ଅଧିକାର ସ୍ପଷ୍ଟ କରାଯାଇଛି। ଦେଖନ୍ତୁ ଆଜ୍ଞା, ଏହି ଯୋଜନାରେ ଜମି ବିବାଦ ସବୁ ଦୂର ହେବ ଏବଂ ଡ୍ରୋନ୍ ଦ୍ୱାରା ସର୍ଭେ ଚାଲିବ। ତ କେଉଁ ସବୁ ଜିଲ୍ଲାରେ ସର୍ଭେ ଚାଲିଲାଣି ମୁଁ ଆପଣମାନଙ୍କୁ ଭିଡ଼ିଓ ମାଧ୍ୟମରେ କହିବି। ଅନ୍ୟ ରାଜ୍ୟ ଗୁଡ଼ିକରେ ଏହି ସର୍ଭେ ସରିଲାଣି ଏବଂ ଏହି ସ୍ୱାମିତ୍ୱ ଯୋଜନା କାର୍ଡ଼ ମଧ୍ୟ ମିଳି ସାରିଲାଣି। ତ ସମସ୍ତ ଜିଲ୍ଲା ଗୁଡ଼ିକରେ ସର୍ଭେ ଆରମ୍ଭ ହୋଇଯିବ। ତାପରେ ସ୍ୱାମିତ୍ୱ କାର୍ଡ଼ର ଫାଇଦା କ'ଣ? ଗ୍ରାମାଞ୍ଚଳରେ ସମ୍ପତ୍ତିର ସ୍ପଷ୍ଟ ମାଲିକାନା ସମ୍ପତ୍ତି କାର୍ଡ଼ ଦ୍ୱାରା ସୁନିଶ୍ଚିତ ହୋଇଛି। ଏଥିରେ ଭୂମି ଏବଂ ସୀମା ମାନଚିତ୍ର କରିବା ପାଇଁ ଡ୍ରୋନ୍ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରାଯାଏ। ଏହା ପ୍ରତ୍ୟେକ ଜମିର ମାଲିକାନା ନିର୍ଣ୍ଣୟ କରେ। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଚାଷୀଙ୍କୁ ପୈତୃକ ଜମିର ଆଇନଗତ ମାଲିକାନା ଦିଆଯାଇଛି। ତାପରେ ଏହା କୃଷକମାନଙ୍କୁ ସଶକ୍ତ କରିଛି। ସେମାନେ ଏବେ ସେମାନଙ୍କର ଭବିଷ୍ୟତର ଆବଶ୍ୟକତା ପାଇଁ ଅତି ସହଜରେ ଆପଣମାନେ ଋଣ ନେଇପାରିବେ। ଦେଖନ୍ତୁ ଆଜ୍ଞା, ଏହି ବିବାଦ ସବୁ ଦୂର ହେଲେ ଆପଣମାନେ ମଧ୍ୟ ଅତି ସହଜରେ ଋଣ ନେଇପାରିବେ। ତ ଆସନ୍ତୁ ଜାଣିବା ଏହି ସ୍ୱାମିତ୍ୱ ଯୋଜନା ଉପରେ ସରକାର କ'ଣ କହିଛନ୍ତି ଏବଂ କିପରି ଏହାର ଲାଭ ଉଠାଇ ପାରିବା। ତ ଭିଡ଼ିଓକୁ ସ୍କିପ୍ ନକରି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତେଣୁ ଡେରି ନକରି ଚାଲନ୍ତୁ ଭିଡ଼ିଓକୁ ଷ୍ଟାର୍ଟ କରିବା। ଏହି ଖବର ଗତକାଲି 8ଟା PM-ରେ News18 ଓଡ଼ିଶାରେ ପ୍ରକାଶ ପାଇଛି। ମୋ ଚ୍ୟାନେଲ ସବୁବେଳେ ଆପଣମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିଥାଏ ଏବଂ ସଠିକ୍ ଖବର ପ୍ରଦାନ କରି ଆସୁଥିବ। ତେଣୁ ଆସନ୍ତୁ ଜାଣିବା ଏହି ପିଏମ୍ ସ୍ୱାମିତ୍ୱ ଯୋଜନା କ'ଣ? ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାରା ଦେଶରେ ଲାଗୁ ହୋଇଛି ସ୍ୱାମିତ୍ୱ ଯୋଜନା। ଆମ ରାଜ୍ୟର ରାୟଗଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ସାରା ଦେଶରେ 65 ଲକ୍ଷ ଲୋକଙ୍କୁ ପ୍ରପର୍ଟି କାର୍ଡ଼ ବା ସମ୍ପତ୍ତି ପତ୍ର ବଣ୍ଟାଯାଇଛି। ଦେଖନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସାରା ଦେଶରେ ଲାଗୁ ହୋଇଛି ଏହି ସ୍ୱାମିତ୍ୱ ଯୋଜନା। ଆମ ଓଡ଼ିଶାରେ ମଧ୍ୟ ଲାଗୁ କରାଯିବ। କେତେକ ଜିଲ୍ଲାରେ ଏହା ସର୍ଭେ ପାଇଁ ଆରମ୍ଭ ହୋଇଗଲାଣି। ଆମ ରାଜ୍ୟର ରାୟଗଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ ସାରା ଦେଶରେ 65 ଲକ୍ଷ ଲୋକଙ୍କୁ ପ୍ରପର୍ଟି କାର୍ଡ଼ ବା ସମ୍ପତ୍ତି ପତ୍ର ବଣ୍ଟାଯାଇଛି। ତାପରେ ପ୍ରଧାନମନ୍ତ୍ରୀ ଏହାକୁ ଆର୍ଥିକ ସୁରକ୍ଷା ଗ୍ୟାରେଣ୍ଟି କହିଥିବା ବେଳେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ଜମି ଦ୍ୱାରା ବିବାଦ ସମସ୍ୟା ଦୂର ହେବ। ଦେଖନ୍ତୁ ଆଜ୍ଞା, ଏହି ଯୋଜନା ଅଧୀନରେ ସମସ୍ତଙ୍କ ଜମି ବିବାଦ ରହିଛି। ତେଣୁ ଏହି ଜମି ବିବାଦ ଦୂର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗାଁରେ ଉଡ଼ିବ ଡ୍ରୋନ୍, ଲୋକଙ୍କୁ ମିଳିବ ସମ୍ପତ୍ତି ପତ୍ର। ରାୟଗଡ଼ାରେ ପ୍ରପର୍ଟି କାର୍ଡ଼ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ଦେଶର 65 ଲକ୍ଷ ଲୋକଙ୍କୁ ସମ୍ପତ୍ତି ପତ୍ର ବଣ୍ଟନ, ମିଳିଲା ଜମିର ଲିଗାଲ ଗ୍ୟାରେଣ୍ଟି। ପ୍ରଧାନମନ୍ତ୍ରୀ ସବୁ ଯୋଜନାରୁ ମିଳିବ ଫାଇଦା। ତାପରେ ସ୍ୱାମିତ୍ୱ ଯୋଜନା ହେଉଛି ସ୍ଥାୟୀ ସମ୍ପତ୍ତିର ପ୍ରମାଣପତ୍ର। ଲୋକଙ୍କ ଘରବାଡ଼ି ସହ ଜମିକୁ ଡ୍ରୋନ୍ ମାଧ୍ୟମରେ ସର୍ଭେ କରାଯିବ। ଭାରତ ସରକାରଙ୍କ ସର୍ବେକ୍ଷଣ ବିଭାଗ ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ
ତରଫରୁ ମିଳିତ ଭାବେ ଏହି ସର୍ଭେ କରାଯାଉଛି। ସର୍ଭେ ରିପୋର୍ଟ ଜିଲ୍ଲା ପ୍ରଶାସନ ପାଖରେ ରହିବ। ସର୍ଭେ ରିପୋର୍ଟ ପରେ ସଠିକ୍ ଆକଳନ କରି ପ୍ରପର୍ଟି କାର୍ଡ଼ ବା ସମ୍ପତ୍ତି ପତ୍ର ଦିଆଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ 5ଟି ଜିଲ୍ଲା ରାୟଗଡ଼ା, ଝାରସୁଗୁଡ଼ା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏସବୁ ଜିଲ୍ଲାର ମୋଟ 3039ଟି ଗ୍ରାମରେ ଏହି ସର୍ଭେ ଚାଲିଛି। ଶନିବାର ରାୟଗଡ଼ା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ 4242ଟି ସମ୍ପତ୍ତିପତ୍ର ପ୍ରଦାନ କରିଛନ୍ତି। ସ୍ୱାମିତ୍ୱ ଯୋଜନାରେ ଜମିର ମାଲିକାନା ସ୍ୱତ୍ୱକୁ ପ୍ରପର୍ଟି କାର୍ଡ଼ ମାଧ୍ୟମରେ ଦିଆଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଗ୍ରାମୀଣ ଅର୍ଥନୀତିର ବିକାଶ ହୋଇପାରିବ। ଦେଖନ୍ତୁ ଆଜ୍ଞା, ସ୍ୱାମିତ୍ୱ ଯୋଜନା ହେଉଛି ସ୍ଥାୟୀ ସମ୍ପତ୍ତିର ପ୍ରମାଣପତ୍ର। ତାପରେ ଲୋକଙ୍କ ଯେଉଁ ଘରବାଡ଼ି ସମସ୍ୟା ସବୁ ଲାଗି ରହିଛି, ଗୋଟିଏ ଦୁଇଟି ପରିବାରର ଏକାଠି ଜମିପଟ୍ଟା ଅଛି, ତେଣୁ ସେହି ଜମିପଟ୍ଟା ପାଇଁ ବହୁତ କଲିକଜିଆ ହେଉଛନ୍ତି। ତେଣୁ ଏହି ସମସ୍ୟା ସବୁ ଦୂର ହେବ ବୋଲି ଏହି ଯୋଜନା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ତାପରେ ଏହି ସମସ୍ୟାକୁ ସବୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି PM ସ୍ୱାମିତ୍ୱ ଯୋଜନା ଆରମ୍ଭ କରିଛନ୍ତି। ତାପରେ ଭାରତ ସରକାରଙ୍କ ସର୍ବେକ୍ଷଣ ବିଭାଗ ଏବଂ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ତରଫରୁ ମିଳିତ ଭାବେ ଏହି ସର୍ଭେ କରାଯାଉଛି। ସର୍ଭେ ରିପୋର୍ଟ ଜିଲ୍ଲା ପ୍ରଶାସନ ପାଖରେ ରହିବ। ତାପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ 5ଟି ଜିଲ୍ଲା ରାୟଗଡ଼ା, ଝାରସୁଗୁଡ଼ା, ଗଜପତି, ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଉଦ୍ୟମ ଆରମ୍ଭ ହୋଇଛି। ସମସ୍ତ ଜିଲ୍ଲାରେ ଏହି ସର୍ଭେ ଆରମ୍ଭ ହେବ। ତ ପ୍ରଥମେ ଏହିସବୁ ଜିଲ୍ଲାରେ ସର୍ଭେ ଆରମ୍ଭ ହୋଇଛି। ଏସବୁ ଜିଲ୍ଲାର ମୋଟ 3039ଟି ଗ୍ରାମରେ ଏହି ସର୍ଭେ ଚାଲିଛି। ତାପରେ ଶନିବାର ରାୟଗଡ଼ା ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 4242ଟି ସମ୍ପତ୍ତିପତ୍ର ପ୍ରଦାନ କରିଛନ୍ତି। ତାପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରପର୍ଟି କାର୍ଡ଼ ମାଧ୍ୟମରେ ସାଧାରଣ ଲୋକଟିଏ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେଇ ପାଇପାରିବ। ବ୍ୟାଙ୍କରୁ ଲୋନ୍ ବି ପାଇପାରିବ। ପୂର୍ବ ସରକାର ଜମିର ପଟ୍ଟା ଦେଇଥିଲେ କିନ୍ତୁ ଚିହ୍ନଟ ବେଳେ ଜମି ମିଳୁନଥିଲା। ସ୍ୱାମିତ୍ୱ ଯୋଜନାରେ ଏହି ସମସ୍ୟା ଆଦୌ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦେଖନ୍ତୁ ଆଜ୍ଞା, ମୁଖ୍ୟମନ୍ତ୍ରୀ ଏକ ଭଲ ଖବର ଦେଇଛନ୍ତି। କହିଛନ୍ତି ଯେ ପ୍ରପର୍ଟି କାର୍ଡ଼ ମାଧ୍ୟମରେ ସାଧାରଣ ଲୋକଟିଏ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସୁବିଧା ନେଇପାରିବ। ଦେଖନ୍ତୁ ଆଜ୍ଞା, ଏହି ଯୋଜନାରେ ସାମିଲ ହେଲେ ସବୁ ସମସ୍ୟା ଜମିପଟ୍ଟା ସବୁ ଦୂର ହେବ। ତେଣୁ ଅତି ସହଜରେ ସବୁ ବିଭିନ୍ନ ଯୋଜନାର ସୁବିଧା ନେଇପାରିବ। ବ୍ୟାଙ୍କରୁ ଲୋନ୍ ମଧ୍ୟ ଅତି ସହଜରେ ପାଇପାରିବ। ପୂର୍ବ ସରକାର ଜମିର ପଟ୍ଟା ଦେଇଥିଲେ କିନ୍ତୁ ଏବେ ଯାଏ ସେହି ଜମିର ଚିହ୍ନଟ ହୋଇନାହିଁ। କିନ୍ତୁ ଏହି ସ୍ୱାମିତ୍ୱ ଯୋଜନାରେ ଏହି ସମସ୍ୟା ଆଦୌ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାପରେ ସାରା ଦେଶରେ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସ୍ୱାମିତ୍ୱ ଯୋଜନା ଲାଗୁ ହୋଇଛି। ରାୟଗଡ଼ାର ଜଣେ ହିତାଧିକାରୀ ଗଜେନ୍ଦ୍ର ସଙ୍ଗୀତାଙ୍କ ସହ ପ୍ରଧାନମନ୍ତ୍ରୀ କନଫରେନ୍ସରେ କଥା ହୋଇଛନ୍ତି। ଦେଖନ୍ତୁ ଆଜ୍ଞା, ସାରା ଦେଶରେ 10ଟି ରାଜ୍ୟ ଏବଂ 2ଟି କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସ୍ୱାମିତ୍ୱ ଯୋଜନା ଶୁଭାରମ୍ଭ ହୋଇଛି। ରାୟଗଡ଼ାରେ ଜଣେ ହିତାଧିକାରୀ ଗଜେନ୍ଦ୍ର ସିଂ ବୋଲି ନାମକ ଏକ ପ୍ରଧାନମନ୍ତ୍ରୀ କନଫରେନ୍ସ ସାହାଯ୍ୟରେ କଥା ହୋଇଛନ୍ତି। ତାପରେ ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶର 230ଟି ଜିଲ୍ଲାରେ 50,000 ଗାଁ 65 ଲକ୍ଷ ହିତାଧିକାରୀଙ୍କୁ ମିଳିଛି ପ୍ରପର୍ଟି କାର୍ଡ଼। ଏହା ତାଙ୍କ ଘରର ଲିଗାଲ ଡକ୍ୟୁମେଣ୍ଟ। ମୋଟ 6 ଲକ୍ଷ ଗାଁରେ ଡ୍ରୋନ୍ ସର୍ଭେ ମାଧ୍ୟମରେ ଏହି ସମ୍ପତ୍ତିପତ୍ର ଦିଆଯିବାକୁ ଲକ୍ଷ୍ୟ କରାଯାଇଛି। ଦେଖନ୍ତୁ ଆଜ୍ଞା, ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶର 230ଟି ଜିଲ୍ଲାରେ 50,000 ଗାଁ 65 ଲକ୍ଷ ହିତାଧିକାରୀଙ୍କୁ ମିଳିଛି ପ୍ରପର୍ଟି କାର୍ଡ଼। ତ ସମସ୍ତ ଜିଲ୍ଲାରେ ଏହା ଲାଗୁ କରାଯିବ। ଏହା ତାଙ୍କ ଘରର ଲିଗାଲ ଡକ୍ୟୁମେଣ୍ଟ। ମୋଟ 6 ଲକ୍ଷ ଗାଁରେ ଡ୍ରୋନ୍ ସର୍ଭେ ମାଧ୍ୟମରେ ଏହି ସମ୍ପତ୍ତିପତ୍ର ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।
ତ ଦେଖନ୍ତୁ ଏହି ଯୋଜନାରେ ସାମିଲ ହେଲେ ସମସ୍ତଙ୍କୁ ସୁବିଧା ମିଳିବ ଏବଂ ଅତି ସହଜରେ ମଧ୍ୟ ନିଜେ ନିଜର ଲୋନ୍ ମଧ୍ୟ ପାଇପାରିବେ। ବ୍ୟାଙ୍କରୁ ମଧ୍ୟ ଅତି ସହଜରେ ଲୋନ୍ ପାଇପାରିବେ। ତ ଏହି ଯୋଜନା କେବେ ଲାଗୁ କରାଯିବ ଏବଂ କେବେ ଆସିବ ଏବଂ କିପରି ଆବେଦନ କରିବା ମୋ ଚ୍ୟାନେଲ୍ ସାହାଯ୍ୟରେ ଆପଣମାନେ ପାଇପାରିବେ। ତେଣୁ ମୋ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରହନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲ୍କୁ ନୂଆ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରନ୍ତୁ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।